ପୋଟଳରେ ତ ଆପଣମାନେ ଅନେକ ରେସିପି ବନେଇଥିବେ କିନ୍ତୁ ଏଇ ରେସିପି ଆଗରେ ପୋଟଳର ସବୁ ରେସିପି ନା ଫିକା ଲାଗିବ। ଏତେ ସ୍ୱାଦିଷ୍ଟ ପୁରା ଚଟପଟା ରେସିପି, ପୁରାପୁରି ନୂଆ ରେସିପି। ପୋଟଳର ଦୁଇ ପ୍ରକାର ରେସିପି ଆଜି ଆପଣମାନଙ୍କୁ ମୁଁ ସେୟାର କରିବି। ତାହେଲେ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, ବହୁତ ବଢ଼ିଆ ଟେଷ୍ଟି ଲାଗିବ। ପଖାଳ କେତେବେଳେ ପୁରା ସରିଯିବ ଜାଣି ହେଇପାରିବେନି। ପଖାଳ ସହିତ ହଉ କି ରୁଟି ସହିତ ହଉ କି ଭାତ ସହିତ ହଉ ଏ ରେସିପିଟି ନା ପୁରା ଜମିବ। ବହୁତ ବଢ଼ିଆ ଗୋଟେ ଟେଷ୍ଟି ରେସିପି, ଆଉ ଏ ରେସିପିଟି ବନୁ ବନୁ ହିଁ ଖାଇବାକୁ ଇଚ୍ଛା ହେବ, ଏତେ ସ୍ୱାଦିଷ୍ଟ ଲାଗେ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ଯଦି ବନେଇବେ ନା ପରଫେକ୍ଟ ବନିବ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ, କେମିତି କ'ଣ ପ୍ରସ୍ତୁତ ହେଉଛି ଜାଣିପାରିବେ, ଘରେ ଇଜିଲି ପ୍ରସ୍ତୁତ କରିପାରିବେ। ତ ଆପଣମାନଙ୍କୁ ଦେଖନ୍ତୁ ପାଖରୁ ବି ଦେଖାଉଛି ଆଉ ଭାତ ସହିତ ଖାଇକିରି ବି ଦେଖାଉଛି। ଏତେ ୟୁନିକ୍ ଶୈଳୀରେ ବନିକି ରେଡ଼ି ହେଇଛି। ତ ଦେଖନ୍ତୁ ଚଟଣିକି ଭାତରେ ଗୋଳେଇ ଖାଇବେ ନା ବହୁତ ବଢ଼ିଆ ଟେଷ୍ଟି ଲାଗିବ ଏଇ ପୋଟଳ ଚଟଣିକୁ। ପୁଣି ତା ସହିତ ପୋଟଳରେ ଦେଖନ୍ତୁ ବହୁତ ବଢ଼ିଆ ଗୋଟେ ଚଟପଟା ରେସିପି ସାଇଡ଼୍ରେ। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଆମେ କିଛି ପୋଟଳ ନେବା। ତ ଦେଖନ୍ତୁ ଏଇଠି ମୁଁ ହାଫ୍ କେଜି ପୋଟଳ ନେଇଛି। ପୋଟଳକୁ ଗୋଟେ ଥରରୁ ଦୁଇ ଥର ଆକୁ ଭଲସେ କ୍ଲିନ୍ କରି ଟିକେ ଧୋଇଦେବେ। ପୁଣି ଥରେ ସେଇଥିରେ ଟିକେ ପାଣିକୁ ଦେଇଦେବେ। ପାଣିକୁ ଦେଇକରି ପୁଣି ଥରେ ଦେଖନ୍ତୁ ପୋଟଳ ଗୋଟେ ଗୋଟେ ପିସ୍ ନେବେ। ତାର ମୁଣ୍ଡି ପାର୍ଟସକୁ ଟିକେ କଟିଂ କରିଦେବା ବା ଦୁଇ ସାଇଡ଼୍କୁ ଟିକେ କଟିଂ କରିଦେବେ। କଟିଂ ହେଇସାରିବା ପରେ ଆମେ ଏବେ କ'ଣ କରିବା ନା ଛୁରୀ ସାହାଯ୍ୟରେ ତାର ଉପର ପାର୍ଟ ଚୋପାକୁ ଆମେ ଏବେ ବାହାର କରିଦେବା। এইଭଳି ଉପର ପାର୍ଟ ତାର ଚୋପାକୁ ବାହାର କରିବା ଦ୍ୱାରା ପୋଟଳ ଦେଖିବାକୁ ବି ସୁନ୍ଦର ଲାଗିବ ଆଉ ପୁରା ସଫ୍ଟ ବି ଲାଗିବ। ଚୋପା ଗୁଡ଼ାକ ହାର୍ଡ଼ କରିଦିଏ, ଯେହେତୁ ଚୋପା ସହିତ ଯଦି ଆପଣମାନେ ପୋଟଳକୁ କଟିଂ କରିଥିବେ ଛାଣିଥିବେ ତ ଦେଖିବେ ଉପର ପାର୍ଟଟା ଟିକେ ହାର୍ଡ଼ ଲାଗେ। ତ ସେଇ ପାର୍ଟଟା ଆଉ ହାର୍ଡ଼ ଲାଗିବନି, ଖାଇବାକୁ ପୁରା ଟେଷ୍ଟି ଲାଗିବ। ତ ସେଇ ପ୍ରୋସେସ୍ରେ ନା ଆମେ ସବୁ ପୋଟଳର ଚୋପାକୁ ବାହାର କରିଦେବା। ବାହାର କରି ପୁଣି ଥରେ ଟିକେ କ୍ଲିନ୍ କରି ଭଲସେ ଧୋଇଦେବା। এইଭଳି ପ୍ରୋସେସ୍ରେ ସବୁ ପୋଟଳକୁ ଆମେ ଚାଞ୍ଚିକିରି ତାର ମୁଣ୍ଡି ପାର୍ଟସକୁ ଆମେ ବାହାର କରିଦେବା। ତ ଦେଖନ୍ତୁ ଏଠି ମୁଁ ସେମ୍ ପ୍ରୋସେସ୍ରେ ସବୁତକ ଏଠି ମୁଁ ଚାଞ୍ଚି ଦେଇଛି ଉପର ପାର୍ଟସକୁ ଆଉ ତା ମୁଣ୍ଡି ପାର୍ଟସକୁ ବି ବାହାର କରିଦେଇଛି। ତ ଏବେ ଆପଣମାନଙ୍କୁ ଯେହେତୁ ଆମେ ଦୁଇ ପ୍ରକାର ପୋଟଳ ରେସିପି ପ୍ରସ୍ତୁତ କରିବା, ତ ମୁଁ ଏ କଟିଂ କରି ଦେଖେଇବି କେମିତି କ'ଣ କଟିଂ କରିବେ। ତ ଦେଖନ୍ତୁ এইଭଳି ପ୍ରୋସେସ୍ରେ ପୁରା ଦେଖନ୍ତୁ ପୋଟଳକୁ ପୁରା ମଝିରୁ ହିଁ କଟିଂ କରିଦେବେ ବା ସେଣ୍ଟରରୁ କଟିଂ କରିକିରି ପୁଣି ଥରେ ଖଣ୍ଡ କରିଦେବେ। এইଭଳି ପ୍ରୋସେସ୍ରେ କଟିଂ କରି ପୋଟଳକୁ ଗୋଟେ ବାଉଲରେ ରଖିଦେବେ। ତ ଆଉ ଗୋଟେ ବି ପୋଟଳ କେମିତି କ'ଣ କଟିଂ କରିବେ ମୁଁ ଦେଖେଇ ଦେଉଛି ପାଖରୁ। ଦେଖନ୍ତୁ এইଭଳି ପ୍ରୋସେସ୍ରେ କଟିଂ କରିବେ। ତ ଆପଣମାନଙ୍କୁ ଯେମିତି ପସନ୍ଦ ଆପଣମାନେ ଏଠି କଟିଂ କରିପାରିବେ। ତ ଏଇଟା ପୁରାପୁରି ଅପସନାଲ୍ ଅଛି। ତ ଦେଖନ୍ତୁ ମୁଁ ସେମ୍ ପ୍ରୋସେସ୍ରେ ସବୁତକ ପୋଟଳକୁ ଏବେ କଟିଂ କରିକିରି ଏବେ ଗୋଟେ ବାଉଲରେ ରଖିଦେବି। ଯେହେତୁ ମୁଁ ଏଠି ଦୁଇ ପ୍ରକାର ରେସିପି ପ୍ରସ୍ତୁତ କରିବି, ତ ହାଫ୍ କେଜି ପୋଟଳକୁ ତ ଦେଖନ୍ତୁ ମୁଁ ଦୁଇ ଭାଗରେ ବିଭକ୍ତ କରିଛି। ତ ଏଇ ପୋଟଳକୁ ଆମେ ସାଇଡ଼ରେ ରଖିଦେବା। ଏଇ ଯେଉଁ ବାକି ପୋଟଳ ରହିଲା ଆକୁ ବି ଆମେ କଟିଂ କରି ଏବେ ରେଡ଼ି କରିଦେବା। ଏ ବାକି ପୋଟଳ ବି ଦେଖନ୍ତୁ এইଭଳି ଯେମିତି ଆପଣମାନେ ପୋଟଳ ଭଜା ବନାଉଛନ୍ତି ପତଲା ପତଲା ପିସେସ୍ରେ କଟିଂ କରି, ସେମ୍ ପ୍ରୋସେସ୍ରେ এইଭଳି ଦେଖନ୍ତୁ ପତଲା ପତଲା ପିସେସ୍ରେ କଟିଂ କରିଦେବେ। ପୁରା ଇଜିଲି କଟିଂ ହେଇଯିବ ଆଉ ଖାଇବା ପୁରା ଟେଷ୍ଟି ବି ଲାଗିବ ଆଉ ସିଝି ବି ଯିବ। ତ ଦେଖନ୍ତୁ এইଭଳି ପ୍ରୋସେସ୍ରେ ଆମେ ଏବେ କଟିଂ କରିଦେବା ସବୁତକ ପୋଟଳକୁ ସେମ୍ ପ୍ରୋସେସ୍ରେ। ଫ୍ରେଣ୍ଡସ୍, এই ପୋଟଳ ରେସିପିଟି ଆପଣମାନେ ଯଦି ଥରେ ବନାଉଛନ୍ତି ନା ପୁରା ସପ୍ତାହ ପର୍ଯ୍ୟନ୍ତ ବନେଇ ଖାଇବାକୁ ଇଚ୍ଛା ହେବ, ଏତେ ସ୍ୱାଦିଷ୍ଟ ଲାଗିବ। ତ ଆପଣମାନଙ୍କୁ ବିଶ୍ୱାସ ନହେଲେ ବି ସତ ବହୁତ ବଢ଼ିଆ ଗୋଟେ ଟେଷ୍ଟି ରେସିପି। ଆପଣମାନେ ଥରେ ଘରେ ବନେଇକି ଦେଖନ୍ତୁ, ଘରେ ସମସ୍ତେ ପୁରା ଖୁସି ହେଇଯିବେ ଆଉ ସବୁବେଳେ ଏଇ ରେସିପିଟି ହିଁ ବନେଇବା ପାଇଁ କହିବେ। ବହୁତ ବଢ଼ିଆ, ପୁରା କମ୍ ତେଲ କମ୍ ମସଲାରେ ପୁରା ସିମ୍ପଲ୍ ତରିକାରେ ଆପଣମାନେ ବନେଇକିରି ଏ ରେସିପିଟି ଖାଇପାରିବେ। ତ ଦେଖନ୍ତୁ ମୁଁ ଏଠି ସେମ୍ ପ୍ରୋସେସ୍ରେ ସବୁତକ ପୋଟଳକୁ ଏଠି ମୁଁ କଟିଂ କରିଦେଇଛି। ତ ଆପଣମାନଙ୍କ ପସନ୍ଦ ଅନୁସାରେ ସବୁତକ ପୋଟଳକୁ କଟିଂ କରିକିରି ଏବେ ରେଡ଼ି କରିବେ। ତ ଦେଖନ୍ତୁ ପୋଟଳ ଆମର କଟିଂ ହେଇସାରିଛି, ଦୁଇ ପ୍ରକାର ଆମେ କଟିଂ କରିଛନ୍ତି। ତ ଏଠି କ'ଣ କରିବା ନା ଗୋଟେ କରେଇ ନେବା। এই ସମୟରେ ମୁଁ ଗ୍ୟାସ୍ ପେନ୍କୁ ଅଫ୍ ରଖିଛି। ତ ଏବେ ଆମେ ସବୁତକ ପୋଟଳକୁ ସେଇଥିରେ ଏଡ଼୍ କରିଦେବା, ଯେଉଁଟାକି ଆମେ ଦୁଇ ପିସେସ୍ରେ କଟିଂ କରିଥିଲେ। ପୁଣି ଅଳ୍ପ ଟିକେ ହିଁ ପାଣି ଦେବା ବା ହାଫ୍ ଗିନା ଏଠି 4ରୁ 5 ଚାମଚ ପାଣି ଦେବେ। ପାଣି ଦେଇକରି ପୁଣି ଥରେ କଭର୍କୁ ବନ୍ଦ କରି ସ୍ଲୋ ଆଞ୍ଚରେ ଟିକେ ସିଝିବାକୁ ଦେବା, ଯେମିତିକି ପୋଟଳ ପୁରା ସିଝିକି ପୁରା ସଫ୍ଟ ବନିଯିବ। ଆପଣମାନେ ଚାହିଁଲେ ପ୍ରେସରରେ ବି ଆକୁ ସିଟି ଦେଇପାରିବେ, ଗୋଟେ ସିଟି। ତ ଯେହେତୁ ପୋଟଳ ଜଲ୍ଦି ସିଝିଯାଏ, ପୁରା ସଫ୍ଟ ହେଇଯାଏ, ତ ମୁଁ ସେଇଥିପାଇଁ କରେଇରେ ଆକୁ ମୁଁ ବସେଇଛି ସ୍ଲୋ ଆଞ୍ଚରେ। ତ ଏଠି ଦେଖନ୍ତୁ ପିଆଜ ମୁଁ ନେଇଛି 2ଟି ପିଆଜ ଆଉ 3ଟି କଞ୍ଚା ଲଙ୍କା ନେଇଛି। ତ ପିଆଜକୁ ଏବେ ଆମେ ପିଆଜର ଚୋପାକୁ ଟିକେ ବାହାର କରିଦେବା। ତାକୁ ଟିକେ ଏଇଭଳି ପତଲା ପତଲା ପିସେସ୍ରେ କଟିଂ କରିକିରି ତାକୁ ପୁରା ଛୋଟ ଛୋଟ ପିସେସ୍ରେ ଆମେ କଟିଂ କରିବା। ଯେହେତୁ ଦୁଇଟା ରେସିପି ପ୍ରସ୍ତୁତ କରୁଛନ୍ତି, ଦୁଇ ପ୍ରକାର ଏଠି କଟିଂ କରିବା। ତ ଦେଖନ୍ତୁ এইଭଳି
प्रोसेस रे पूरा छोट छोट पीसेस रे भी कटिंग करदेवे। तो कटिंग करिकिरी ताकू रेडी करदेबा आम सबुतक रेडी करिकिरी ही आम प्रस्तुत करवा ये पोटल रेसिपीटी। पोटल आमर सिझिला भितर ये कटिंग भी आमर हो। तो देखंतु ये पूरा छोट छोट पूरा पीसेस रे मुझे कटिंग करदेली सबुतक पियाज को। तो एबे आम गोटे गिना को ऐड करदवा, पियाज को ऐड करी साइड को आम रखीदवा। तो ये आमर गोटे रेसिपी ये पियाज कटिंग हो सारा। तो आउ गोटे रेसिपी केमती कौन कटिंग करेंगे देखो देखु। आउ गोटे रेसिपी भी यही पतला पतला पीसेस रे कटिंग करेंगे। और छोट छोट पीसेस रे कटिंग करवा दरकार नहीं, केवल पतला पतला पीसेस रे कटिंग करेंगे जेमिति कि पूरा पियाजटा पूरा पखड़ा पखड़ा हो। तार सब पियाज काटिबा समय तार मुंडी पार्ट्स को प्रथमे काटिकी ही पियाजटी कटिंग करेंगे। तो देखई दूसरी आपण मानक देखु पाखरु देखो ये कटिंग हो सारा कौन करेंगे ना टे हाथ साहाଯ୍य टे क्रॉस करदे। क्रॉस करने द्वारा पियाज गुड़ाक परस्पर भितर आ लगभग पखड़ा गुड़ाक खोलीज आ देखिए खाया पूरा टेस्टी लगे। पियाज गुड़ा कौन देखिए तार मुंडी पार्ट्स जब कटिंग करना से गोटा गोटा पियाज पीसेस खाया भल लगे, बहुत राग भी लगे खाଇବା समय। तो एबे कौन करवा ना आम कंचा लंका को कटिंग करवा। कंचा लंका भी आम पतला पतला पीसेस रे छोट छोट पीसेस रे कटिंग करवा। देखु यही प्रोसेस रे कंचा लंका भी कटिंग करके रेडी करदेवे। तो फ्रेंड्स आपण मैंने फुल वीडियो को वाच करके बनातु, देखिए परफेक्ट बन आ पूरा इजिली प्रस्तुत हुए। अति सरल उपाय रेसिपीटी आज आम प्रस्तुत करवा। तो किंतु बहुत बढ़िया टेस्टी लगे। तो देखो ये आमर कंचा लंका कटिंग भी हो सारा। सेम प्रोसेस रे आउ गोटे कंचा लंका भी आम कटिंग के रेडी करदेव। तो आपण मैंने जी पियाज खाइबे से अनुसार बनइबे, आ जी पोटल रे बनइया को चाहूँगी से अनुसार ये पियाज काटिबे। तो पियाजर फ्लेवर ये बहुत बढ़िया लगे। आ कंचा लंका भी जी आपण मैंने स्पाइसी खाइबा पसंद करती से अनुसार ही कंचा लंका ये ने। जेहेतु आगू आम शुखिला लंका एड करवा, तो ये जेहेतु कंचा लंका गुड़ाक राग नाला मुझे बड़ कंचा लंका 3टी नहीं केवल फ्लेवर पाई बोली। तो एबे आमर देखंतु कंचा लंका कटिंग भी हो सारा। तो पुणी थे आम रसुण को कटिंग करवा। ये कंचा लंका को ये साइड रखीदे गिनार एड करी। पुणी थे देखो गोटा रसुण को टे मुझे धोई देती, तार चोपा को टे ऊपर पार्ट चोपा को बाहर कर। तो एबे आम गोटा रसुण को देखो ये गोटा रसुण कटिंग करेंगे ना जल्दी कटिंग हो। रसुण गोटा रसुण सहित ही कटिंग करेंगे छोट छोट पीसेस करी। तो देखिए जल्दी कटिंग भी हो और छोट छोट पीसेस रे कटिंग होगी रेडी हम। आपण मैंने चाहिए ये रसुण चोपा को बाहर करी ये रेसिपीटी प्रस्तुत करें। तो देखो रसुण भी आम कटिंग हो सारा। पुणी टमाट भी कटिंग हो सारा। ये गोटे टमाट नहीं। तो आपण मैंने जब लेंबू एड करने को चाहिए ताले टमाट को स्किप करेंगे। तो देखो से भितर आमर पोटल भी सिझिकी पूरा रेडी सारी पूरा पूरी सॉफ्ट बनी। तो गोटे छुरी साहाଯ୍य भी देखी दूसरी आपण मानक पूरा पाखरु देखो केते बढ़िया पूरा सिझी पोटलटी जमीक कि हाथ में आपण मैंने आपको भी चकुड़े ना पूरा पूरी एत सॉफ्ट अच्छी ना पूरा हाथ में ही सी पूरा भर्ता बनिकी रेडी हो। तो ये आज आम प्रस्तुत करवा पोटल भर्ता। तो देखो जेहेतु पखाड़ सहित पूरा जमीबा आउ देखिए आपण मैंने परोटा सहित खातु कि रुटी सहित खातु भी बहुत बढ़िया टेस्टी लगे ये रेसिपीटी। तो ये हाल्का आपको ठंडा हाँक दवा बाउल रखीदे आपको आम सैड्रे। पुणी थे से करेटी ही नवा से एड करदे आम सोरिष तेल। मुझे सोरिष तेल ही सब प्रस्तुत कर चाहिए रिफाइन तेल रे बनई पारे, किंतु यही रेसिपी सबूना सोरिष तेल ही बहुत बढ़िया टेस्टी लगे। तो एबे जो आम पतला पतला पीसेस रे पोटल कटिंग करते से पोटल रे अल्प टिके आम हलदी गुंड एड करदे। हलदी गुंड को एड करी पुणी थे टिके भलसे मिक्स करदे। आपण मैंने चाहिए यही समय लुण भी एड करें। तो मुझे लुण एड करनी मु तेल रे भाजवा समय ही लुण अल्प टिके एड कर। तो देखो ये आमर सोरिष तेल पूरा गरम हो सारा। तेल गरम हो सारा आम सबुतक पोटल को एड करदे। पोटल को एड करी पोटल टे सॉफ्ट है पर्यंत आपको आम भाजवा। यही तरीकार थे बनातु फ्रेंड्स। आज भी एपर्यंत यूट्यूब रे कहीं भी ये रेसिपीटी सेयार करें। तो देखो बहुत बढ़िया गोटे टेस्टी रेसिपी मुझे सेयार करमती लगे कौन कमेंट माध्यम मत निश्चय जनइबे। तो एबे आम कौन करिया भलसे पुणी थे टिके भलसे मिक्स करदवा। तो मिक्स करी पुणी थे अल्प टिके आम स्वाद अनुसार देदेबा लुण। लुण एड करने द्वारा कौन हो कभर को टिके बंद करदे। कभर को बाहर करवा पुणी थे बाहर करी अल्प टिके लुण को एड करेंगे। लुण एड करने द्वारा कौन हो ना जल्दी पोटल टी पूरा सिझीज
तो ଏବେ ଆମେ ଭଲସେ ଟିକେ ମିକ୍ସ କରିଦେବା। ଯେହେତୁ ଆମେ ଢକନକୁ ଟିକେ ବନ୍ଦ କରିଥିଲେ ବା କଭରକୁ ଟିକେ ବନ୍ଦ କରିଦେଇଥିଲେ, ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା, ଯେମିତିକି ପୁରା ପରଫେକ୍ଟ ପୁରା ସବୁତକ ସିଝିକିରି ପୁରା ଆମର ରେଡ଼ି ହେବ। ତ ଦେଖନ୍ତୁ ଏଭଳି ପ୍ରୋସେସରେ ଟିକେ ଭଲସେ ମିକ୍ସ କରିଦେବେ। ତ ଯେତିକି ଆପଣମାନେ ପୋଟଳ ନେଇଥିବେ ନା ସେ ଅନୁସାରେ ହିଁ ଲୁଣ ଏଡ଼୍ କରିବେ। ଯେହେତୁ ଆଗକୁ ଆହୁରି ରେସିପିରେ ଲୁଣ ଏଡ଼୍ ହେବ, କେବଳ ପୋଟଳ ଭଜା ଅନୁସାରେ ହିଁ ଆମେ ଲୁଣକୁ ଏଡ଼୍ କରିବା, ଯେମିତିକି କୁକିଂ ଫାଷ୍ଟ ହେବ, ସେଇଥିପାଇଁ ହିଁ ଲୁଣ ଏଡ଼୍ କରିବା। ଆଉ ଦେଖିବେ ସେ ପୋଟଳ ବି ଲୁଣକୁ ଏବଜର୍ବ କରିବ ଆଉ ଖାଇବା ପୁରା ଟେଷ୍ଟି ବି ଲାଗିବ। ତ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ କରି ହାଲକା ଟିକେ ଗୋଲ୍ଡେନ୍ କଲର୍ ହେଲା ପର୍ଯ୍ୟନ୍ତ ଟିକେ ଆମେ ପୋଟଳକୁ ଭାଜିବା। ତ ଦେଖନ୍ତୁ ସେତିକି ଭିତରେ ଏଇ ପୋଟଳଟା ବି ଥଣ୍ଡା ହେଇସାରିଲା। ଆମେ ଯେଉଁ ସିଝେଇଥିଲେ ତାକୁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଫାଇନ୍ ପେଷ୍ଟ ବନେଇକି ସାଇଡ଼ରେ ରଖିଦେବା। ତ ଏବେ ପୁଣି ଦେଖନ୍ତୁ ଆପଣମାନଙ୍କୁ ପାଖରୁ ଦେଖାଉଛି ଏଇ ପୋଟଳ ଭଜାଟି ବି ବନିକିରି ଏବେ ରେଡ଼ି ହେଇସାରିଛି। ତ ଦେଖନ୍ତୁ ହାଲକା କଲର୍ ଚେଞ୍ଜ ହେଇଯାଇଛି ଆଉ ପୋଟଳଟି ପୁରା ସଫ୍ଟ ବନିଯାଇଛି। ତ ଦେଖନ୍ତୁ ପାଖରୁ ବି ଦେଖାଉଛି କେତେ ବଢ଼ିଆ ବନିକି ରେଡ଼ି ହେଇଛି। ପୋଟଳ ପୁରାପୁରି ସଫ୍ଟ ହେଇଯାଇଛି। ତ ପୋଟଳ ବିଲକୁଲ ବି କଞ୍ଚା ନାହିଁ। ତ ଏ ପର୍ଯ୍ୟନ୍ତ ହିଁ ପୋଟଳକୁ ଭାଜିବେ, ଯେଉଁ ପର୍ଯ୍ୟନ୍ତ ପୋଟଳଟି ପୁରା ଭାଜି ହେଇସାରିଛି। ତ ପୁଣି ଥରେ ଆମେ ସବୁତକ ପୋଟଳକୁ ପ୍ଲେଟ୍କୁ ବାହାର କରିଦେବା। ଆକୁ ଆମେ ସାଇଡ଼ରେ ରଖିଦେବା। ସାଇଡ଼ରେ ରଖିକିରି ପୁଣି ଥରେ ଆମେ ଯେଉଁ ଟମାଟୋକୁ କାଟିକି ରଖିଥିଲେ ସେଇ ଟମାଟୋକୁ ଏବେ ଭାଜିଦେବା। ଆପଣମାନେ ଚାହିଁଲେ ପୋଟଳ ସହିତ ଟମାଟୋକୁ ମିଶାଇକିରି ବି ଭାଜି ପାରିବେ, ନହେଲେ ଏଠି ଟମାଟୋକୁ ପୋଡ଼ିକିରି ବି ଏଡ଼୍ କରିବେ ନା, ବହୁତ ବଢ଼ିଆ ଟେଷ୍ଟି ଲାଗିବ। କିନ୍ତୁ ପୋଡ଼ିବା ଦ୍ୱାରା କ'ଣ ହେବ ନା, ସେଥିରେ ଟିକେ ପାଣି ଅଧିକା ବାହାରି ପଡ଼େ। ମୁଁ ସେଇଥିପାଇଁ ଟିକେ ପୋଟଳ ଏଠି ଟମାଟୋକୁ ଭାଜି ଦେଇଛି। ତ ଦେଖନ୍ତୁ ଟମାଟୋ ଭଜା ବି ଆମର ରେଡ଼ି ହେଇସାରିଲାଣି। ଟମାଟୋ ଗୁଡ଼ାକ ଟମାଟୋର କିନ୍ତୁ ଚୋପା ଗୁଡ଼ାକ ପୁରା ଛାଡ଼ିଲାଣି। ତ ଜାଣିଦେବେ ଯେ ଟମାଟୋ ବି ଭାଜିକି ରେଡ଼ି ହେଇସାରିଛି। ତ ପୁଣି ଥରେ ଆମେ ସେଇ ପ୍ଲେଟ୍କୁ ହିଁ ବାହାର କରିଦେବା। ବାହାର କରିକି ପୁଣି ଥରେ ଆମେ ରସୁଣ କଞ୍ଚା ଲଙ୍କାର ଫ୍ଲେଭର୍ ଦେଖିବେ ଏଇଥିରେ ବହୁତ ବଢ଼ିଆ ଲାଗିବ। ତ ମୁଁ ସେଇଥିପାଇଁ ରସୁଣ ଦେଖନ୍ତୁ ରସୁଣର ଚୋପାକୁ ଏଠି ମୁଁ ବାହାର କରିକିରି ଏଡ଼୍ କରୁଛି। ତ ଯେହେତୁ ଏଇଥିରେ ଆମେ ଚକଟିକିରି ଖାଇବା ନା, ତ ଦେଖିବେ ଏଇଥିରେ ରସୁଣର ଚୋପାଟା ଦେଲେ ଏତେ ଭଲ ଲାଗିବନି। ତ ମୁଁ ସେଇଥିପାଇଁ ତାର ଉପର ପାର୍ଟ ଚୋପାକୁ ବାହାର କରିଦେଇଛି। ପୁଣି ଦେଖନ୍ତୁ ଏଠି ଯେତିକି ରାଗ ଖାଇବେ ସେ ଅନୁସାରେ ଶୁଖିଲା ଲଙ୍କା ନେବେ। ତ ଏଇ ରେସିପିରେ ଶୁଖିଲା ଲଙ୍କାର ଫ୍ଲେଭର୍ ନା ବହୁତ ବଢ଼ିଆ ଲାଗିବ। ତ ଦେଖନ୍ତୁ ରସୁଣ ଶୁଖିଲା ଲଙ୍କା ଆମର ଏଠି ପୁରା ଭାଜି ହେଇସାରିଛି, ପୁରା କ୍ରିପ୍ସ ହେଇସାରିଛି। ତାକୁ ଆମେ ଏବେ ସାଇଡ଼ରେ ରଖିଦେବା। ସେଇ ପ୍ଲେଟ୍ରେ ହିଁ ସାଇଡ଼ରେ ରଖିବେ। ତ ଦେଖନ୍ତୁ ଫାଇନାଲି ଆମର ପୁରା ଇଜି ତରିକାରେ ରେସିପିଟି ବନିକି ରେଡ଼ି ହେଉଛି। ତ ଦେଖନ୍ତୁ ପୁଣି ଥରେ ସେଇ କରେଇଟି ହିଁ ଆମେ ବ୍ୟବହାର କରିବା। ତ ଦେଖନ୍ତୁ ଆମର କେତେ ବଢ଼ିଆ ଭାଜି ହେଇସାରିଛି ଆଉ ରସୁଣ ବି ପୁରାପୁରି ସଫ୍ଟ ହେଇସାରିଛି। ତ ଆକୁ ଆମେ ବି ସାଇଡ଼ରେ ରଖିଦେବା। ସେଇ କରେଇଟି ହିଁ ନେବା। ଯେହେତୁ ତେଲ ଅଛି ଆପଣମାନେ ଚାହିଁଲେ ଆଉ ଗୋଟେ କରେଇ ବି ନେଇପାରିବେ। ତ ଯେହେତୁ ଏଥିରେ ତେଲ ଅଛି ସେଇଥିପାଇଁ ମୁଁ ଏଇ କରେଇଟିରେ ହିଁ ପ୍ରସ୍ତୁତ କରିଛି। ତ ଏବେ ଆମେ ହାଫ୍ ଚାମଚ ଏଥିରେ ଜିରା ଏଡ଼୍ କରିବା। ଏଠି ଜିରା ବଦଳରେ ଆପଣମାନେ କଳା ଜିରା ବି ଏଡ଼୍ କରିବେ ନା, ତାର ବି ଫ୍ଲେଭର୍ ଏଇଥିରେ ବହୁତ ବଢ଼ିଆ ଲାଗିବ। ପୁଣି ଥରେ ଆମେ ଏଡ଼୍ କରିଦେବା ସେଇଥିରେ ଶୁଖିଲା ଲଙ୍କା 2ରୁ 3ଟି। ଶୁଖିଲା ଲଙ୍କା ଜିରା ଆମର ଭାଜି ହେଇସାରିବା ପରେ ଆମେ ସେଇଥିରେ ଯେଉଁ ଛୋଟ ଛୋଟ ପିସେସ୍ରେ କଟିଂ କରି ରଖିଥିଲେ ସେଇ ପିଆଜକୁ ଏଡ଼୍ କରିଦେବା। ପିଆଜକୁ ଏଡ଼୍ କରି ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ମିକ୍ସ କରି ପିଆଜଟା ଟିକେ ସଫ୍ଟ ହେଲା ପର୍ଯ୍ୟନ୍ତ ଆକୁ ଆମେ ପିଆଜକୁ ଟିକେ ଭାଜିବା। ତ ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକି ପ୍ରସ୍ତୁତ କରିବେ। ହାଇ ଫ୍ଲେମ୍ରେ ଯଦି ରଖିବେ ଦେଖିବେ ସେ ପୁରା କୁହୁଳି ଉଠିଯିବ, ଯେମିତିକି ପୁରା ପିଆଜ ଗୁଡ଼ାକ ଜଲ୍ଦି ଭାଜି ହେଇକିରି ଏତେ ଫ୍ଲେଭର୍ ଭଲ ଆସିବନି। ତ ଏବେ ଆମେ କ'ଣ କରିବା ନା ସେଇଥିରେ ଏଡ଼୍ କରିଦେବା ଛୋଟ ଛୋଟ ପିସେସ୍ରେ ଯେଉଁ କଟିଂ କରି ରଖିଥିଲେ ରସୁଣ, ସେଇ ରସୁଣକୁ ଏଡ଼୍ କରି ରସୁଣର କଞ୍ଚା ସ୍ମେଲ୍ ଗଲା ପର୍ଯ୍ୟନ୍ତ ଟିକେ ଭାଜିବା। ରସୁଣ ଟିକେ ହାଲକା ଭାଜି ହେଇସାରିବା ପରେ ଆମେ ଯେଉଁ କଞ୍ଚା ଲଙ୍କା ରଖିଥିଲେ ସେଇ କଞ୍ଚା ଲଙ୍କାକୁ ଏବେ ଏଡ଼୍ କରିବା। ତ ଯେତିକି ଆପଣମାନେ ରାଗ ଖାଇବେ ସେ ଅନୁସାରେ କଞ୍ଚା ଲଙ୍କା ଏଡ଼୍ କରିବେ। ତ ଦେଖନ୍ତୁ ଏଠି ମୁଁ 2 ଚାମଚ କଞ୍ଚା ଲଙ୍କା ଏଡ଼୍ କରିଛି। ତ ଯେହେତୁ ଶୁଖିଲା ଲଙ୍କା ଏଥିରେ ମୁଁ ଏଡ଼୍ କରିଛି ସେଇଥିପାଇଁ କେବଳ ଫ୍ଲେଭର୍ ପାଇଁ ହିଁ ମୁଁ ସେଇଥିରେ କଞ୍ଚା ଲଙ୍କା ଏଡ଼୍ କରିଛି। ପୁଣି ଥରେ ଟିକେ ଭଲସେ ମିକ୍ସ କରିଦେବା। ଆପଣମାନେ ଚାହିଁଲେ এই ସମୟରେ ବିରି ଡାଲି ବି ଏଡ଼୍ କରିବେ ନା, ଏଥିରେ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଆଉ ଟିକେ ଫ୍ଲେଭରଫୁଲ୍ ବନେଇବା ପାଇଁ ଆମେ ଦେବା ହାଫ୍ ଚାମଚ, ଦେଖନ୍ତୁ ଅଳ୍ପ ଅଳ୍ପ ହିଁ ନେଇଛି ମୁଁ। ହାଫ୍ ଚାମଚ ହଳଦୀ ଗୁଣ୍ଡ ନେଇଛି, ହାଫ୍ ଚାମଚ ଲଙ୍କା ଗୁଣ୍ଡ ନେଇଛି, ହାଫ୍ ଚାମଚ ଗରମ ମସଲା ନେଇଛି। ଆପଣମାନେ ଏଠି ଚାହିଁଲେ ଚିକେନ୍ ମସଲା, ମ୍ୟାଗି ମସଲା, ଯାହା ବି ମସଲା ଘରର ବେସିକ୍ ମସଲା ଏଡ଼୍ କରିପାରିବେ, ନହେଲେ ସ୍କିପ୍ ବି କରିପାରିବେ ମସଲାକୁ ଏଠି। ପୁଣି ଥରେ ଆମେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେହେତୁ ଏଥିରେ ଆମେ ବିଲକୁଲ ଲୁଣ ଏଡ଼୍ କରିନେ, ପିଆଜରେ ଲୁଣ ଏଡ଼୍ କରିନେ କି ଆମେ ପୋଟଳକୁ ଯେଉଁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କଲେ ସେ ପୋଟଳରେ ବି ଆମେ ବିଲକୁଲ ଲୁଣ ଏଡ଼୍ କରିନେ।
କରିନି। ତ ସ୍ୱାଦ ଅନୁସାରେ ଦେଇଦେବେ ଲୁଣ, ଯେତିକି ପୋଟଳ ନେଇଥିବେ ଆଉ ସେ ଅନୁସାରେ ଯେତିକି ପିଆଜ ଆପଣମାନେ ଭାଜିଥିବେ ସେ ଅନୁସାରେ ଲୁଣକୁ ଦେଇଦେବେ। ତ ଦେଖନ୍ତୁ ଏଇଠି ଆମର କେତେ ବଢ଼ିଆ ପୁରା ସଫ୍ଟ ବନିଯାଇଛି। ପିଆଜ ଆମର ପରଫେକ୍ଟଲି ଏବେ ରେଡ଼ି, ପୁରା ସିଝି ବି ଯାଇଛି। ତ ଏହି ସମୟରେ ଆମେ ଯେଉଁ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ରଖିଥିଲେ ପୋଟଳ, ସେଇ ପୋଟଳ ପେଷ୍ଟକୁ ଆମେ ସେଥିରେ ଏଡ଼୍ କରିଦେବା। ଆପଣମାନେ ଚାହିଁଲେ ଏହି ସମୟରେ ଆଳୁ ପୋଟଳ ମିଶେଇକିରି ବି ବନେଇବେ ନା, ବହୁତ ବଢ଼ିଆ ଟେଷ୍ଟ ଲାଗିବ। କିନ୍ତୁ ମୁଁ ଏଇ ଯେଉଁ ପୋଟଳ ଚଟଣିଟା ପ୍ରସ୍ତୁତ କରିଥିଲି କେବଳ ପୋଟଳରେ ବନେଇକି ଦେଖନ୍ତୁ ଥରେ, ସ୍ୱାଦ ହିଁ ଭୁଲି ପାରିବେନି, ଏତେ ଇଏ ସ୍ୱାଦିଷ୍ଟ ଇଏ ରେସିପିଟି। ତ ଏବେ ଆମେ କ'ଣ କରିବା, ଭଲସେ ଆକୁ ମିକ୍ସ କରିବା। ମିକ୍ସ କରି ପୁରା ମିଡ଼ିୟମ୍ ଫ୍ଲେମ୍ରେ ନା ଆକୁ ଟିକେ ଆମେ ଶୁଖା ବନେଇବା, କଣ୍ଟିନ୍ୟୁ ଟିକେ ମିକ୍ସ କରିବା। ଯେତେ ଟିକେ ଫ୍ରାଏ ହେବ ନା ସେତେ ସ୍ୱାଦିଷ୍ଟ ଲାଗିବ। ତ ଏବେ ପାଣି ଗୁଡ଼ାକ ଯେହେତୁ ପୋଟଳର ଶୁଖିଯିବ ତ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଦେଖନ୍ତୁ ଏଭଳି କଣ୍ଟିନ୍ୟୁ ମିକ୍ସ ହେଇସାରିବା ପରେ ଦେଖନ୍ତୁ କଲର୍ ପୁରା ଚେଞ୍ଜ ହେଇସାରିଛି, ଆଉ କରେଇକୁ ବି ପୁରା ସେ ଛାଡ଼ି ସାରିଛି। ଇଏ ପରଫେକ୍ଟଲି ଆମର ରେଡ଼ି ହେଇସାରିଲା। ଆକୁ ଆମେ ଏବେ ସାଇଡ଼ରେ ରଖିଦେବା। ଆଉ ଗୋଟେ ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ତ ପାଖରୁ ଦେଖାଉଛି, ଦେଖନ୍ତୁ କେତେ ବଢ଼ିଆ ବନିଛି। ତ ଦେଖନ୍ତୁ ଆଉ ଗୋଟେ ପୋଟଳ ରେସିପି ପାଇଁ ଏବେ ପ୍ରସ୍ତୁତି ରେଡ଼ି କରିବା। ତ ଏବେ ଦେଖନ୍ତୁ ଏଇଥିରେ ପୋଟଳ ଅଛି, ଟମାଟୋ ଅଛି, ପୁଣି ଶୁଖିଲା ଲଙ୍କା ଅଛି, ପୁଣି ରସୁଣ ଅଛି। ତ ଏବେ ଆମେ କ'ଣ କରିବା, ସେଇଥିରେ ଏଡ଼୍ କରିଦେବା କଞ୍ଚା ଲଙ୍କା। କଞ୍ଚା ଲଙ୍କା ଦେଇଦେବା 1 ଚାମଚ। ପୁଣି ଯେତିକି ଖାଇବେ କଞ୍ଚା ଲଙ୍କା ସେ ଅନୁସାରେ ହିଁ ଏଡ଼୍ କରିବେ। ଯେହେତୁ ଛୁଆମାନଙ୍କ ପାଇଁ ଯଦି ବନାଉଛନ୍ତି ତାହେଲେ ଆପଣମାନେ ଏଠି ଲଙ୍କାକୁ ସ୍କିପ୍ କରିପାରିବେ। ତ ଏଇଠି ଦେଖନ୍ତୁ ପୁଣି ପତଲା ପତଲା ପିସେସ୍ରେ କଟିଂ ହେଇଥିବା ପିଆଜକୁ ଏଡ଼୍ କରିଦେବା। ପିଆଜକୁ ଏଡ଼୍ କରିସାରିବା ପରେ ଆପଣମାନେ ଚାହିଁଲେ ଏଠି ବଡ଼ି ବି ଯଦି ଏଡ଼୍ କରିବେ ନା, କଖାରୁ ବଡ଼ିକି ଟିକେ ହାଲକା ଭାଜିକିରି ବି ଏଡ଼୍ କରିବେ ନା, ବହୁତ ବଢ଼ିଆ ଫ୍ଲେଭର୍ ଆସିବ ଏଥିରେ। ତ ଏବେ ଏହି ସମୟରେ ଆମେ କ'ଣ କରିବା, ସେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେହେତୁ ଧ୍ୟାନ ରଖିବେ ପୋଟଳରେ ଆମେ ଲୁଣ ଏଡ଼୍ କରିଥିଲେ, କେବଳ ପିଆଜ ଟମାଟୋ ଅନୁସାରେ ହିଁ ଚଟପଟା ଟେଷ୍ଟ ପାଇଁ ଆମେ ଲୁଣ ଏଡ଼୍ କରିବା ସ୍ୱାଦ ଅନୁସାରେ। ତ ଲୁଣକୁ ଚାଖିକିରି ହିଁ ଏଡ଼୍ କରିବେ। ତ ଏବେ ଯେଉଁ ସାଇଡ଼ରେ ରଖିଛନ୍ତି ଶୁଖିଲା ଲଙ୍କା ପୁଣି ରସୁଣ, ସେ ଶୁଖିଲା ଲଙ୍କା ରସୁଣକୁ ପ୍ରଥମେ ଆମେ ଟିକେ ସାଇଡ଼ରେ ଏଇଭଳି କ୍ରସ୍ କରିଦେବା। ଯେମିତିକି ରସୁଣ ଗୁଡ଼ାକ ପୁରା ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ କ୍ରସ୍ କରିବା ଦ୍ୱାରା ସେ ଯେମିତି ଭର୍ତ୍ତା ବନିଯିବ। ରସୁଣ ଗୁଡ଼ାକ ବି ନା ବହୁତ ବଢ଼ିଆ ଫ୍ଲେଭର୍ ଆସିବ। ସବୁତକ ସେଇଥିରେ ମିଶିଯିବ, ଯେହେତୁ ଦେଖିବେ ଖାଇବାକୁ ପୁରା ଟେଷ୍ଟି ବି ଲାଗିବ। ତ ଏଠି ଆପଣମାନେ ଯଦି ଶୁଖିଲା ଲଙ୍କା ଖାଇବାକୁ ପସନ୍ଦ କରନ୍ତି ଏଡ଼୍ କରିବେ, ନହେଲେ ସେମ୍ ପ୍ରୋସେସ୍ରେ ନା କଞ୍ଚା ଲଙ୍କାକୁ ବି ଭାଜିକିରି ଏଡ଼୍ କରିବେ ନା, ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଏବେ ଆମେ ସବୁତକ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖିବେ ଏଇ ରେସିପିଟି ବନେଇକିରି ପଖାଳ ସହିତ ଖାଇବେ ନା, ପଖାଳ କେତେବେଳେ ସରିଯିବ ଜାଣି ହିଁ ପାରିବେନି, ଏତେ ଇଏ ସ୍ୱାଦିଷ୍ଟ ରେସିପିଟିଏ। ତ ଆପଣମାନେ ଏ ତରିକାରେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। 10ରୁ 15 ମିନିଟ୍ରେ ଇଏ ବନେଇକିରି ପୁରା ରେଡ଼ି ହେଇଯାଏ। ତ ବହୁତ ବଢ଼ିଆ ଟେଷ୍ଟି ବି ଲାଗିବ। ଆପଣମାନେ ଅରୁଆ ସହିତ ଖାଆନ୍ତୁ କି ଉଷୁନା ସହିତ ଖାଆନ୍ତୁ, ପୁରା ଜମିବ। ଏତେ ବଢ଼ିଆ ଚଟପଟା ରେସିପି, ଆପଣମାନେ ଦେଖୁ ଦେଖୁ ହିଁ ପାଟିରୁ ପାଣି ଆସିଯିବ, ଏତେ ଇଏ ସ୍ୱାଦିଷ୍ଟ ରେସିପିଟି। ତ ପୁଣି ଥରେ ଆମେ ଆଉ ଟିକେ ଫ୍ଲେଭରଫୁଲ୍ ବନେଇବା ପାଇଁ ଆମେ ସେଇଥିରେ 1 ଚାମଚ ଏଡ଼୍ କରିବା ସୋରିଷ ତେଲ। ସୋରିଷ ତେଲର ଫ୍ଲେଭର୍ ଏଇଥିରେ ବହୁତ ବଢ଼ିଆ ଲାଗେ। ପୁଣି ଅଳ୍ପ ଟିକେ ତା ଉପରେ ଧନିଆ ପତ୍ରକୁ ଛୋଟ ଛୋଟ ପିସେସ୍ରେ କଟିଂ କରି ଏଡ଼୍ କରିବା। ଧନିଆ ପତ୍ରର ଫ୍ଲେଭର୍ ବି ବହୁତ ବଢ଼ିଆ ଲାଗିବ। ଆପଣମାନେ ଚାହିଁଲେ ଏହି ସମୟରେ ମୁଁ ଟମାଟୋ ଏଡ଼୍ କରିଛି ବୋଲି ସ୍କିପ୍ କରିଛି, ଯେହେତୁ ଦେଶୀ ଟମାଟୋ ଏଡ଼୍ କରିଛି, ଖଟା ଅଛି ଟିକେ ହାଲକା। ତ ଆପଣମାନେ ଯଦି ଏଠି ଟମାଟୋ ଏଡ଼୍ କରିବାକୁ ଚାହୁଁନାହାନ୍ତି ତାହେଲେ ଲେମ୍ବୁ 1 ଫଡ଼ା ଯଦି ଚିପୁଡ଼ିକି ଏଡ଼୍ କରିବେ ନା, ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଏ ତରିକାରେ ଫ୍ରେଣ୍ଡସ୍ ଆପଣମାନେ ଘରେ ନିଶ୍ଚୟ ଟ୍ରାଏ କରନ୍ତୁ। ପିଲାଠୁ ବଡ଼ ସମସ୍ତେ ପସନ୍ଦ କରିବେ। ତ ଦେଖନ୍ତୁ ପାଖରୁ ଦେଖୁଛି ଭର୍ତ୍ତାଟା କେତେ ବଢ଼ିଆ ପୁରା ବନିଛି। ତ ପୁରାପୁରି ନୂଆ ଶୈଳୀରେ ବନିକି ରେଡ଼ି ହେଇଛି। ତା ଉପରେ ଅଳ୍ପ ଟିକେ ଆଉ ସୋରିଷ ତେଲ ଦେବା ଫ୍ଲେଭର୍ ପାଇଁ ବୋଲି। ତ ଏଇଠି ମୁଁ 1 ଚାମଚ ହିଁ ସୋରିଷ ତେଲ ଏଡ଼୍ କରିଛି। ଏଇଟା ପୁରାପୁରି ଅପସନାଲ୍ ଅଛି, ଆପଣମାନଙ୍କୁ ଯଦି ଫ୍ଲେଭର୍ଟା ପସନ୍ଦ ଏଡ଼୍ କରିବେ, ନହେଲେ ସ୍କିପ୍ କରିପାରିବେ। କିନ୍ତୁ ଦେଖିବେ ବିଲକୁଲ ବି ସୋରିଷ ତେଲର ବାସ୍ନା ହେବନି, ଆଉ ବହୁତ ବଢ଼ିଆ ଟେଷ୍ଟି ଲାଗିବ। ତ ଫାଇନାଲି ଦେଖନ୍ତୁ ଆମର ପୋଟଳ ଭର୍ତ୍ତା ଆଉ ପିଆଜ ଦେଇକି ପୋଟଳ ଚଟଣି କି ଆପଣମାନେ ଆକୁ ଚକଟା ଯାହା ବି କହିପାରିବେ, 2 ପ୍ରକାର ରେସିପି ପଖାଳ ପାଇଁ ଆମର ବନିକି ରେଡ଼ି ହେଇସାରିଛି। ପଖାଳ ସହିତ ଖାଆନ୍ତୁ। ମୁଁ ତ ଲାଛା ପରଟା ପ୍ରସ୍ତୁତ କରିଥିଲି, ତା ସହିତ ବି ଖାଇଲୁ ନା, ବହୁତ ବଢ଼ିଆ ଲାଗିଲା। ତ ଆପଣମାନେ ନିଶ୍ଚୟ ଟ୍ରାଏ କରନ୍ତୁ। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ ଯଦି ଏଇ ଭିଡ଼ିଓଟି ମୋର ପସନ୍ଦ ଆସିବ ତାହେଲେ ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ।
ପହଞ୍ଚିବ। जो भी वीडियो मु अपलोड करी प्रथमे आपण मानक पहुँचो। तो फाइनाली आमर बनिकी रेडी हो सारानी। तो आपण मान भात सहित भी खाई कहीदे केमती कौन टेस्ट अच्छी तार। तो देखो ये मुझे अरुआ भात नहीं सैड गोटे चटनी नहीं आ पोटलर मिक्स पिज से चटनी दुई प्रकार रेसीपी मुझे पोटल चटनी को अरुआ भात सहित अरुआ हो कि उषुन हो ये गोलेरी खाइबे ना डाली न पकई बहुत बढ़िया टेस्टी लगे। मत तो भल लगे तो आपण मैंने निश्चय ट्राए करूँ केमती लगे कौन कमेंट मध्यम जनातु आ कौ जिलू आपण मैंने देखुं निश्चय कमेंट मध्य जनइबे। मत भी खुशी लगे मो वीडियो केते दूर पर्यंत पहुँचुची। तो फाइनाली आमर दुई प्रकार रेसीपी प्रस्तुत हो सारी। दुई प्रकार रेसीपी आपको कौ रेसीपी अधिक पसंद आसला कमेंट करूँ। से पर्यंत रोचे पुणी एक नुआ रेसीपी नहीं आसबी।